ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। ହିବ୍ରୁ 13:9-12 ଲେଖାଯାଇଅଛି ବାଇବଲର ନୂତନ ନିୟମରେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସମସ୍ତଙ୍କୁ ମୋର କୃତଜ୍ଞତା ଜ୍ଞାପନ କରେ। ଏଇ ଜିନିଷଟାକୁ ଆମେ ଚର୍ଚ୍ଚା କରିବା। ଚର୍ଚ୍ଚାର ଜିନିଷ ହେଉଛି କ'ଣ? ଚର୍ଚ୍ଚାର ବିଷୟ ହେଉଛି ରକ୍ତ କାହାର। ଏଇ 12ର କିଛି ଅଂଶ ଯଦି ଦେଖିବା, ସେଇଠି ଏଇଟା ମଧ୍ୟ ଲେଖାଯାଇଅଛି, କୌଣସି ଜନ୍ତୁ ପଶୁ ପକ୍ଷୀର ରକ୍ତ ନେଇକି ଯୀଶୁ ମହାପବିତ୍ର ସ୍ଥାନରେ ପ୍ରବେଶ କରିନାହାନ୍ତି, ପରନ୍ତୁ ସେ ଆପଣାର ରକ୍ତ ଘେନି ମହାପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି ଆଉ ସମସ୍ତ ମାନବ ସମାଜ ନିମନ୍ତେ ମୁକ୍ତି, ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। ଅନନ୍ତ ମୁକ୍ତି ମିନ୍ସ ଆମେ ଜାଣୁଥିବୁ ଇଟର୍ନାଲ, ଯାହାକି ନଷ୍ଟ ହୁଏ ନାହିଁ, କ୍ଷତି ହୁଏ ନାହିଁ, ସରେ ନାହିଁ, ତାହାକୁ ହିଁ ଆମେ ଅନନ୍ତ କହିଥାଉ, ନାଇଁ କି? ହେଲେ କ୍ୱେଶ୍ଚିନ୍ ଏଇଠି କ'ଣ ଯେ ଏ ରକ୍ତ କାହାର? ରକ୍ତ ଯୀଶୁଙ୍କର। ହେଲେ ଯଦି ରକ୍ତଟା ଯୀଶୁଙ୍କର, ହେଲେ ଯୀଶୁ ଜଣେ କିଏ ଥିଲେ? ଏଇ ବାକ୍ୟଟା କହୁଛି, ଏଇ ଅଂଶଟା କହୁଛି ଯୀଶୁଙ୍କ ବିଷୟରେ। ହେଲେ ଯୀଶୁଙ୍କ ବିଷୟରେ କହୁଛି କ'ଣ? ଯୀଶୁ ଆପଣାର ରକ୍ତ ନେଇକି, ନିଜର ରକ୍ତ ଘେନିକି ସେ ମହାପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି ଆଉ ସେଇ ଯଜ୍ଞ ବେଦୀରେ ପ୍ରବେଶ କରିଅଛନ୍ତି, ପହଞ୍ଚିଅଛନ୍ତି। ଆଉ ସେଇଠି କ'ଣ କରିଅଛନ୍ତି? ବାସ୍ତବରେ ପୁରାତନ ନିୟମକୁ ଯେତେବେଳେ ଆମେ ଦେଖିବା, ନିଜର ରକ୍ଷା ପାଇବା ନିମନ୍ତେ ଲୋକମାନେ ମନ୍ଦିରକୁ ପହଞ୍ଚୁଥିଲେ। ଆଉ ମନ୍ଦିରର 3ଗୋଟି ସ୍ତର ଥିଲା, ପ୍ରାଙ୍ଗଣ, ପବିତ୍ର ସ୍ଥାନ ଆଉ ମହାପବିତ୍ର ସ୍ଥାନ। ଆଉ ଏଇଠି ଲେଖା ହେଉଛି କ'ଣ? ମହାପବିତ୍ର ସ୍ଥାନରେ ଯୀଶୁ ପହଞ୍ଚିଅଛନ୍ତି ତାଙ୍କର ରକ୍ତକୁ ନେଇକି। ଗୋଟେ ଥର, ବାରମ୍ବାର ନୁହଁ, ଗୋଟେ ଥର। ଏମିତି କହିବାର ଅର୍ଥ କ'ଣ ୟାର? ଏମିତି କହିବାର ଅର୍ଥ ଆମେ ଜାଣିପାରୁଛୁ, ପୁରାତନ ନିୟମରେ ଯେତେବେଳେ ଦେଖୁଛୁ, ପ୍ରତ୍ୟେକଟି ମୁହୂର୍ତ୍ତ, ପ୍ରତ୍ୟେକଟି ସମୟ, ପ୍ରତ୍ୟେକଟି ମାସ, ବର୍ଷରେ ଲୋକମାନେ ନିଜର ଭୁଲ ତ୍ରୁଟି ନିମନ୍ତେ ମନ୍ଦିରକୁ ଯାଇକି, ନିର୍ଦ୍ଧାରିତ ପଶୁ ପକ୍ଷୀକୁ ନେଇକି ଯାଇକି ନିଜର ଭୁଲ ତ୍ରୁଟି ପାଇଁ ସେମାନେ ବଳି ଉତ୍ସର୍ଗ କରି ନିଜର ପାପରୁ ମୁକ୍ତି ସେମାନେ ଲାଭ କରୁଥିଲେ, ଏହା ଲେଖାଯାଇଅଛି। କିନ୍ତୁ ଏଇଠି କୁହାଯାଇଛି କ'ଣ? ଯୀଶୁଙ୍କ ରକ୍ତ ନିଜେ ଯୀଶୁ ନେଇକି ମହାପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି। ହେଲେ ଯୀଶୁ ଜଣେ ଥିଲେ କିଏ? এই ବିଷୟରେ ଚର୍ଚ୍ଚା କରିବା। ଯୀଶୁ ଜଣେ ଥିଲେ କିଏ ଆଉ ସେ କେମିତି ନିଜର ରକ୍ତକୁ ଯଜ୍ଞ ବେଦୀକୁ ନେଇକି ପହଞ୍ଚୁଅଛନ୍ତି? ତାହାଙ୍କୁ ତ ବଳି ଦିଆଯାଇଥିଲା, କ୍ରୁଶରେ ଚଢ଼ାଯାଇଥିଲା, ତାଙ୍କ ରକ୍ତ ଛିନ୍ନ ଭିନ୍ନ, ତାଙ୍କ ରକ୍ତ ପ୍ରବାହିତ ହୋଇଥିଲା, ତାଙ୍କର ଶରୀରର ପ୍ରତ୍ୟେକଟି ଶରୀର ସମ୍ପୂର୍ଣ୍ଣ ଭାବରେ ବର୍ବାଦ ହୋଇଥିଲା। এই ସମସ୍ତ ବାଇବଲ ମଧ୍ୟରେ ଉଲ୍ଲେଖିତ ହୋଇଛି, ନାଇଁ କି? ତ ଏଇଠି ଆମେ ଜାଣିବାକୁ ପଡ଼ିବ ଯେ ସେଇ ଯୀଶୁ, ଯେଉଁ ଯୀଶୁ କି ରକ୍ତ ନେଇକି ପ୍ରବେଶ କରିଅଛନ୍ତି, ସେ କିଏ? ତ ବାଇବଲର 2ଗୋଟି ଅଂଶ ଯୀଶୁଙ୍କ ବିଷୟରେ ଆମେ ଚିନ୍ତା କରିବା ଯେ 2ଗୋଟି ବ୍ୟକ୍ତିତ୍ୱ ବିଷୟରେ ଆମେ ଦେଖିବା, ଭାବିବା ଯୀଶୁଙ୍କ ବିଷୟରେ। ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏଇ ଜିନିଷଟାକୁ ଆମେ ଜାଣିବା ନିହାତି ଦରକାର। 100% ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଯିଏକି ମୁକ୍ତି ସାଧନ କଲେ, 100% 100% ସେ ମନୁଷ୍ୟ ଥିଲେ ଆଉ 100% ସେ ଈଶ୍ୱର ଥିଲେ। ମନୁଷ୍ୟ ହେବାର କାରଣ ଥିଲା ଯେ ଆମ୍ଭମାନଙ୍କ ପାପ ନିମନ୍ତେ କ୍ରୁଶବିଦ୍ଧ ହେବା। ସେଥିପାଇଁ ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ରୂପ ନେଇକି ଏ ଜଗତ ମଧ୍ୟକୁ ଆସିଲେ, ଆମ୍ଭମାନଙ୍କ ତା'ର ଅର୍ଥ ମାନବ ସମାଜ ମଧ୍ୟରେ ବାସ କଲେ, ଆଉ ଆମ୍ଭମାନଙ୍କ ପରି ବସ୍ତ୍ର ପରିଧାନ କଲେ, ଆମ୍ଭମାନଙ୍କ ପରି ଖାଦ୍ୟ ଖାଇଲେ, ଆମ୍ଭମାନଙ୍କ ପରି ଦୁଃଖ ଅନୁଭବ କଲେ, କାନ୍ଦିଲେ ମଧ୍ୟ। ସେଇ ବିଷୟରେ ଆମେ ଦେଖୁଅଛୁ। ଶେଷରେ କ'ଣ କଲେ?
कि तांकर जीवन जितेबाला देउछन्ति क्रूस विद्ध कराଯାउछि तांको से समय तांको शरीर रक्त झरुछि तांको शरीर समस्त देह छिन्न भिन्न हो जाउछि दुख करुछन्ति कष्ट अनुभव करुछन्ति एई समस्त जिनिस मनुष्यर शरीर होता है या ये समस्त जिनिस ये समस्त विषय पशु पक्षी मानक मध्य होता है भगवान को जी ईश्वर जी परमेश्वर से केबे मध्य दुख एपरी अनुभव करती नाही सेथिपाई ख्रीष्टीय भाई और भौणी माने आम्भे माने जानिबा दरकार जे जीशु ख्रीष्ट आम्भ मानक परि हेकि आम्भ मानक मध्य रहिले जहारी फल से आम्भ मान को शिखाइबे आउ जहारी जहांकर रक्त आम्भ मानकर उद्धारर कार्य को साधन करिवो सेथि निमते निज जीवन को निज रक्त को से क्रूसरे बळी दे निजर रक्त को छड़ाई आमान को उद्धार करियछन्ति कारण यही पर्यंत आमने विश्वास करियछु जानियछु लोकमानकर मुक्ति साधन निमंते आउ किछि काम से मानकर संपूर्ण हेबा निमंते आज मध्य अनेक धर्मर भाई और भौणी माने से माने बळी उपर विश्वास करती आउ से माने विभिन्न प्रकार जंतु या विभिन्न प्रकार पक्षी गुड़िक नहीं पूजा विधि करी से माने पूजा करती आ ए ट्रेडिशन बाइबल रे मध्य थिला किंतु जीशु को मृत्यु जीशु को बळी परे जीशु होछंती शेष बळी पाप क्षमार देश रे जदि आमने चिंता करिबा ख्रिस्टियन लोक माने विश्वास आमने करियछु कोन जीशु को बळी परे कोनसी बळीर आव आवश्यकता नथिला सेथिपाई मोर प्रिय माने जीशु ख्रीष्ट होछंती आमानकर उद्धार करता आउ तांको रक्त रे आमानक पाई उद्धार अछि आउ से उद्धार साधन करियछंती केमिति निजर रक्त को देकी आउ से रक्तर विषय जदि आमने चिंता करिबा से रक्तर आवश्यकता थिला से आवश्यक थिबा हेतु निजर जीवन को क्रूसरे जलांजलि दे समस्त मानव समाज को मुक्ति देवा पाए स्वर्ग रूप धारण करि आसिले जीशु ख्रीष्ट आ ए विषय नहीं आमने जानी पारुछु जीशुंकर ईश्वरत्व हाँ वास्तव में जीशु ख्रीष्ट आममानकर उद्धार करता जी आम्भमान सहित रहिले आम्भमान को शिखाइले शेष में आम्भमानकर उद्धार निमंते क्षमा निमंते आपण जीवन को क्रूसरे बळी देले। नंबर 2 रे देखा पाऊँ हेले ईश्वर केमिति हेले ईश्वर एमिति हेले वाक्य रे लिखा जाय अछि जीशु को जन्म होगा पूर्वर कह जाइथिला कि तार जेनेसिस तार 3:15 and 16 आदि पुस्तक तार 3 पर्वर 15 और 16 मध्य लिखा जाइथिला कौन लिखा जाय जीशु ख्रीष्ट को जन्म केमिति लिखा जाय सेठी कि लिखा जाय नारी को कह जाउछि नारी को गर्भ मध्य जहाँ संतान जो संतान अच्छी से संतान जन्म हम पुणी से संतानर गोईठी को काल सर्प आघात करिब आउ से संतान अपना गोईठी काल सर्पर से मस्तक को विदीर्ण करिवे बोली जीशु ख्रीष्ट को 1000 वर्ष पूर्वर जीशु ख्रीष्ट को जन्म 1000 वर्ष पूर्वर यही वाक्यटा लिखा जाइए जिसाय पुस्तक मध्य लिखा जाइए अनेक भविष्यवाणी गुड़िक भविष्य कथा भविष्य वाक्य गुड़िक जीशु को विषय लिखा जाइए जे यही प्रकार जड़े संतान यही पृथ्वी मध्य आविर्भाव हेबे स्वयं स्वर्गर परमेश्वर नर रूप धारण करी मनुष्य मानक मध्य बसवास करिवे और शेष में ताहांकर मृत्यु अत्यंत जघन्य हेबो तांको मृत्युदंड दियाजिबो एपरिकी तांकर पिंधि थिबा वस्त्र को मध्य लोक माने गुळीबांट करिवे
ସେହି ବିଷୟରେ ମଧ୍ୟ ଲେଖାଯାଇଥିଲା ପ୍ରିୟ ଭାଇ ଓ ଭଉଣୀମାନେ। ସେଥିପାଇଁ ଯୀଶୁ ଯେତେବେଳେ କ୍ରୁଶାରୋପିତ ହେଉଛନ୍ତି, ତାଙ୍କୁ କ୍ରୁଶରେ ହତ କରିବା ଲୋକମାନେ ସେହି ବସ୍ତ୍ରକୁ ନେଇକି ସେହି ବସ୍ତ୍ରକୁ ନେଇକି ଛିନ୍ନ ଭିନ୍ନ କରୁଛନ୍ତି। ସେହି ବସ୍ତ୍ରକୁ ନେଇକି ବିଭିନ୍ନ ପ୍ରକାର ସେମାନେ କଥାବାର୍ତ୍ତା କରୁଅଛନ୍ତି। ଏହି ଜିନିଷ ବାକ୍ୟରେ ଲେଖାଯାଉଛି ପ୍ରିୟ ଭାଇ ଓ ଭଉଣୀମାନେ। ଦ୍ୱିତୀୟରେ ଈଶ୍ୱରତ୍ଵ ଯୀଶୁଙ୍କ ସେହି ବିଷୟରେ ଯଦି ଚିନ୍ତା କରିବା, ଆମେ ଜାଣୁଛୁ ଯୀଶୁ ଯେତେବେଳେ ଜନ୍ମ ହେଲେ, ଯୀଶୁଙ୍କ ଗର୍ଭାବସ୍ଥା କୌଣସି ଫିଜିକାଲ ରିଲେସନସିପ୍ ଦ୍ୱାରା ହେଇନାହିଁ। ଆମେ ଜାଣିଅଛୁ ମେରୀ ପବିତ୍ର ଥିଲେ, କୁଆଁରୀ ଥିଲେ। ଅବଶ୍ୟ ତାଙ୍କର ନିର୍ବନ୍ଧ ଯୋସେଫଙ୍କ ସହିତ ହୋଇଥିଲା, କିନ୍ତୁ ସ୍ୱର୍ଗର ଆତ୍ମା ପବିତ୍ର ଆତ୍ମା ଆସିକି ଆବରିଲେ ପବିତ୍ର ଆତ୍ମା ମରିୟମଙ୍କୁ, ଆଉ ସେଇ ମରିୟମଙ୍କ ଗର୍ଭରୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ହେଲା। ଆଉ ସେଇ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମନୁଷ୍ୟ ସମାଜ ସହିତ ରହିଲେ। ଆଉ ତାଙ୍କର ଈଶ୍ୱରତ୍ଵ ବିଷୟରେ କ'ଣ ଦେଖାଉଛୁ? ସମ୍ପୂର୍ଣ୍ଣ ସେଇ ଯୀଶୁ ନାମ ଯେଉଁମାନେ ଆଜି ମଜାକ ଉଡ଼ାଉଛନ୍ତି, ସେଇ ନାମ ବି ସ୍ୱର୍ଗରୁ ଦତ୍ତ ହେଇଥିଲା। କୌଣସି ମନୁଷ୍ୟର ଦିଆଯାଇଥିବା ନାମଟା ନାହିଁ। ଆଉ ଦେଖୁଅଛୁ, ସେ ଯଦି ଈଶ୍ୱର ନଥିଲେ, ମନୁଷ୍ୟ ହେଇକି କେମିତି ଆଉ କି ପ୍ରକାର ମୃତ ହୋଇଥିବା ଜଣେ ମନୁଷ୍ୟକୁ ଜୀବନ ଦେଇପାରିଲେ? ଆଉ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଥିବା ହେତୁ ସେ ମୃତ୍ୟୁ ହୋଇଥିବା ଲୋକକୁ ପୁନର୍ବାର ଜୀବନ ଦେଉଛନ୍ତି। ଯେଉଁମାନଙ୍କର ଚକ୍ଷୁ ନଷ୍ଟ ହୋଇଥିଲେ ସେମାନଙ୍କୁ ଚକ୍ଷୁ ରୋଶନୀ ଦେଉଛନ୍ତି। ସେମାନଙ୍କର ଚକ୍ଷୁରେ ଯେଉଁମାନେ ଚାଲିପାରୁନଥିଲେ ସେମାନଙ୍କର ଅନୁଗ୍ରହ କରି ସେମାନଙ୍କୁ ଚାଲିବା ପାଇଁ ସାହାଯ୍ୟ କରୁଛନ୍ତି, ସୁସ୍ଥ କରୁଛନ୍ତି। ଅନେକ ମିରାକଲ୍ସ ଯୀଶୁ ଖ୍ରୀଷ୍ଟ ତାଙ୍କର ସମୟରେ ଯେତେ ଦିନ ରହିଲେ ଏହି ପୃଥିବୀ ୟା ଧରା ପୃଷ୍ଠରେ, ସେହି ସମୟରେ ସମସ୍ତ ମଙ୍ଗଳ କାର୍ଯ୍ୟ ମନୁଷ୍ୟ ସମାଜ ପାଇଁ କରିଅଛନ୍ତି। ଆଉ ଶେଷରେ ତାଙ୍କର କ୍ରୁଶବିଦ୍ଧ, ତାଙ୍କର ମୃତ୍ୟୁର ବିଷୟରେ ମଧ୍ୟ ବାଇବଲରେ ଲେଖାଯାଇଥିଲା, ଭବିଷ୍ୟବାଣୀ ଭାବରେ ଲେଖାଯାଇଥିଲା। ତାଙ୍କୁ ଏହିପରି କ୍ରୁଶରେ ଚଢ଼ାଅ, ତାଙ୍କୁ ଏହିପରି ମୃତ୍ୟୁ ଭୋଗ କରିବାକୁ ପଡ଼ିବ, ତାଙ୍କୁ ଏହିପରି କ୍ରୁଶବିଦ୍ଧ ହେବାକୁ ପଡ଼ିବ, ବଳି ହେବାକୁ ପଡ଼ିବ, କାରଣ ତାଙ୍କ ରକ୍ତରେ ମନୁଷ୍ୟ ସମାଜର ଉଦ୍ଧାର ଥିଲା। ଆଉ ସେଇ ଯୀଶୁଙ୍କୁ ଲୋକମାନେ ବଧ କଲେ। କୌଣସି ଭୁଲ ନଥିଲା ଯୀଶୁଙ୍କର, ବାଇବଲରେ ଲେଖାଯାଇଛି ନାହିଁ କି? ପାଇଲଟ, ଯାହାଙ୍କୁ ପିଲାତ କୁହାଯାଉଅଛି, ସେ ଦୋଷ ଖୋଜିଲେ, ଆଉ ଦୋଷ ଖୋଜିଲା ପରେ କୌଣସି ଦୋଷ ପାଇଲେ ନାହିଁ। ତଥାପି ସେ ଆଉ ରକ୍ଷା କରି ମଧ୍ୟ ପାରିଲେ ନାହିଁ ଯୀଶୁଙ୍କୁ। କାରଣ ଯୀଶୁଙ୍କ ଲୋକମାନେ ସେଇ ଫାରୁସୀ ଆଉ କ'ଣ ସେମାନେ ସାଧୁକୀ ଲୋକମାନେ, ସେମାନେ ଯୀଶୁଙ୍କ ବିରୁଦ୍ଧରେ ଛିଡ଼ା ହେଇଥିଲେ। ନିଜର ଲୋକ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। କିନ୍ତୁ ଯୀଶୁଙ୍କର ବାଣୀ ଆଉ ଲେଖାଯାଇଥିବା ସେ ଭବିଷ୍ୟତ ବାଣୀ ଗୁଡ଼ିକ ସଫଳ ହୋଇଯାଉଛି। ଯୀଶୁଙ୍କୁ କ୍ରୁଶବିଦ୍ଧ କରାହେଲା, ତାଙ୍କ ରକ୍ତ ଝରିଗଲା, ତାଙ୍କେ କ୍ରୁଶରେ ହତ ହୋଇଗଲେ। ପୁଣି ତୃତୀୟ ଦିବସରେ ତାଙ୍କେ ପୁନର୍ଜୀବିତ ହେଉଛନ୍ତି। ମୃତ୍ୟୁର ନାହୁଡ଼କୁ ଭାଙ୍ଗି ପୁନର୍ବାର ସେ ଜୀବିତ ହେଇ ତାଙ୍କ ଲୋକମାନଙ୍କୁ ଦେଖା କରୁଛନ୍ତି। ତାଙ୍କର ଶିଷ୍ୟ ଶିଷ୍ୟମାନଙ୍କ ମଧ୍ୟରେ ରହୁଛନ୍ତି 40 ଦିନ ପର୍ଯ୍ୟନ୍ତ। ଆଉ ଆଶା ଦେଇ କହୁଛନ୍ତି ଯେ ଭୟ କର ନାହିଁ, ଧୈର୍ଯ୍ୟ ଧର, ମୁଁ ଆସୁଅଛି, ଅତି ଶୀଘ୍ର ଆସୁଅଛି। ପିତାଙ୍କ ନିକଟକୁ ମୁଁ ତୁମ୍ଭମାନଙ୍କୁ ନେଇକି ଯିବି। ସେଥିପାଇଁ ମୋତେ କ'ଣ କରିବାକୁ ପଡ଼ିବ? ପିତାଙ୍କ ନିକଟକୁ ମୋତେ ଯିବାକୁ ଦିଅ। ଆଉ ଶେଷରେ କହୁଛନ୍ତି, ମୁଁ ପିତାଙ୍କ ନିକଟକୁ ଯାଉଛି, ତୁମ୍ଭମାନଙ୍କ ନିମନ୍ତେ କ'ଣ କରିବି? ଘର ପ୍ରସ୍ତୁତ କରିବି। ତୁମ୍ଭମାନଙ୍କ ନିମନ୍ତେ ରହିବା ପାଇଁ ସ୍ଥାନ ମୁଁ ପ୍ରସ୍ତୁତ କରିବି। ତାପରେ ମୁଁ ଆସି ତୁମ୍ଭମାନଙ୍କୁ ନେଇକି ଯିବି। ଏହା ପବିତ୍ର ବାକ୍ୟରେ ଲେଖାଯାଇଅଛି ମୋର ପ୍ରିୟ ଭାଇ ଓ ଭଉଣୀମାନେ। ଆଉ ଖ୍ରୀଷ୍ଟିଆନ ହିସାବରେ, ଖ୍ରୀଷ୍ଟିଆନ ଭାବରେ ଆମମାନଙ୍କର ଏହି ଗୋଟିଏ ଲକ୍ଷ୍ୟ ରହିଅଛି, ଯୀଶୁ ଆମମାନଙ୍କର ଉଦ୍ଧାରକର୍ତ୍ତା। ସେ ଅତି ଶୀଘ୍ର ଆସୁଅଛନ୍ତି। ଆମ୍ଭମାନଙ୍କୁ ଅନୁଗ୍ରହରେ, କେବଳ ଅନୁଗ୍ରହରେ ଆମମାନଙ୍କୁ ରକ୍ଷା କରିବେ। ଆମମାନଙ୍କର ସମସ୍ତ ଅଧର୍ମ, ପାପକୁ, ସମସ୍ତ ବିଷୟକୁ
ତାଙ୍କେ ମାର୍ଜନା କରି ସେହି ସ୍ୱର୍ଗର ସନ୍ତାନ ହେବା ନିମନ୍ତେ ସନ୍ତତି ହେବା ନିମନ୍ତେ ଆମମାନଙ୍କୁ ଅନୁଗ୍ରହ କରି ତାଙ୍କ ସହିତ ତାଙ୍କ କୋଳକୁ ନେଇକି ଯିବେ। ଏହା ପବିତ୍ର ବାକ୍ୟ କୁହେ। ସେଥିପାଇଁ ଆମେ ଜାଗ୍ରତ ହେବା। ଲୋକମାନେ ଅନେକ ପ୍ରକାର ଯୀଶୁଙ୍କ ବିଷୟରେ ପରିହାସ କରନ୍ତି। ଆମେ ଜାଣିଅଛୁ ଲୋକମାନଙ୍କର ଚିନ୍ତାଧାରା। କେତେଜଣ କହନ୍ତି ଯୀଶୁଖ୍ରୀଷ୍ଟ କିଏ, ଯୀଶୁଖ୍ରୀଷ୍ଟ କିଏ, ଯୀଶୁଖ୍ରୀଷ୍ଟ କିଏ? ତ ଲୋକମାନେ କହନ୍ତି ଏକା ୟାରୁ ପ୍ଲାନା ମହାପୁରୁଷ ଲା କାଇନେରା ୟାର କହୁଅଛନ୍ତି। ଯୀଶୁ ଜଣେ ମହାପୁରୁଷ ଥିଲେ। ଯୀଶୁ ଜଣେ ମହାନ ଗୁରୁ ଥିଲେ, ଗୁରୁମାନଙ୍କ ଗୁରୁ ଥିଲେ। ଯୀଶୁ ଜଣେ ଭବିଷ୍ୟତ ବକ୍ତା ଥିଲେ। ଯୀଶୁ ଜଣେ ସନ୍ଥ ଥିଲେ, ଇଏ ଥିଲେ, ସେ ଥିଲେ। ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଯୀଶୁ ହେଉଛନ୍ତି ଏକମାତ୍ର ପରମେଶ୍ୱର। ତାଙ୍କ ବିନା ଆଉ କୌଣସି ଈଶ୍ୱର ନାହାନ୍ତି। ସେଥିପାଇଁ ମୋର କହିବାର କଥା, ବିଶ୍ୱାସ କରିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଯୀଶୁଙ୍କୁ ଦୁଇ ଗୋଟି ବ୍ୟକ୍ତିତ୍ୱ ଯୀଶୁଙ୍କର ଆମେ ଦେଖିବାକୁ ପାଉଛୁ। ଗୋଟିଏ ହେଉଛି ଈଶ୍ୱରତ୍ୱ, ଆଉ ଗୋଟିଏ ହେଉଛି ମନୁଷ୍ୟତ୍ୱ। ମନୁଷ୍ୟତ୍ୱ ହେଇକି ଆମ୍ଭମାନଙ୍କ ନିମନ୍ତେ ଯୀଶୁ କ୍ରୁଶବିଦ୍ଧ ହେଲେ, ଆଉ ଈଶ୍ୱର ହେଇକି ଆମ୍ଭମାନଙ୍କ ନିମନ୍ତେ ମୁକ୍ତିର କାର୍ଯ୍ୟ ସାଧନ କରିଅଛନ୍ତି। ମୁକ୍ତିର ସାଧନ ୟା ମୁକ୍ତିର କାର୍ଯ୍ୟ ସାଧନ ମନୁଷ୍ୟ ହାତରେ ନଥାଏ, ମନୁଷ୍ୟ କରିପାରିବ ନାହିଁ କେବେ ମଧ୍ୟ। ମୁକ୍ତିର କାର୍ଯ୍ୟ ସାଧନ କରିବା ନିମନ୍ତେ ସେହି ଅନନ୍ତ ମୁକ୍ତି ପରିତ୍ରାଣ ଦେବା ନିମନ୍ତେ ଈଶ୍ୱର ହେବାକୁ ପଡ଼ିବ। ଯଦି ଯୀଶୁଖ୍ରୀଷ୍ଟ ଈଶ୍ୱର ହୋଇନଥାନ୍ତେ, ମନୁଷ୍ୟ ହୋଇଥାନ୍ତେ ସମ୍ପୂର୍ଣ୍ଣ ଭାବରେ, ତ ଆମ୍ଭମାନଙ୍କ ନିମନ୍ତେ ମୁକ୍ତିର କାର୍ଯ୍ୟ ସେଇଟା ବି ଅନନ୍ତକାଳୀନ ଯୁଗେ ଯୁଗେ ପରିତ୍ରାଣର କାର୍ଯ୍ୟ କେବେ ମଧ୍ୟ ସାଧନ କରିନଥାନ୍ତେ। ସେଥିପାଇଁ ଦୁଇ ଗୋଟି ଜିନିଷ ଆମମାନଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ଯୀଶୁ ଥିଲେ ମନୁଷ୍ୟ, ମନୁଷ୍ୟ ହେଲେ ଏଥିପାଇଁ ତାକି ସେ ଆମ୍ଭମାନଙ୍କୁ ରକ୍ଷା କରିବେ ତାଙ୍କ ଜୀବନ ବଳି ଦେଇକି। ଈଶ୍ୱର ଥିଲେ ଏଥିପାଇଁ କି ସେ ଅନନ୍ତ ଈଶ୍ୱର ଆଦ୍ୟରୁ ଥିଲେ, ଏବେ ଅଛନ୍ତି, ଆହୁରି ରହିବେ। ଆଉ ସେ ମୁକ୍ତି ସାଧନ କରି ଆମ୍ଭମାନଙ୍କୁ ଜୀବନ ଦେଇଅଛନ୍ତି। ଉଦାହରଣ, ଲାଜାରଙ୍କୁ ଜୀବନ ଦେଲେ, ମରିଯାଇଥିଲା ଜୀବନ ଦେଲେ। ଆମ୍ଭେମାନେ ମରିଯିବା, ସେହି ସମୟରେ ଜୀବନ ପାଇବା କେଉଁ ସମୟରେ? ଯେତେବେଳେ ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଆଗମନ କରିବେ। ଆମ୍ଭେମାନେ ଉଠିବା, ଆଉ ସେହି ପ୍ରଭୁଙ୍କ ସହିତ ଦେଖା ସାକ୍ଷାତ କରି ତାଙ୍କରି ରାଜ୍ୟକୁ ଯାଇକି ତାଙ୍କରି ପ୍ରଶଂସା ଗୌରବ କରିକି ଆମେ ବଞ୍ଚିବା। ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଦୟା କରନ୍ତୁ। ତାଙ୍କର ବାକ୍ୟର ନିଗୁଡ଼ ରହସ୍ୟ ଗୁଡ଼ିକ ବୁଝିବା ପାଇଁ ଆଉ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା। କାହାକୁ ଫୋର୍ସ କରିବା ନାହିଁ ଖ୍ରୀଷ୍ଟିଆନ ହେବା ପାଇଁ। ଖ୍ରୀଷ୍ଟିଆନ ହେବା ସାଧାରଣ ଜିନିଷ ନୁହଁ। ଯେଉଁ ମଣିଷ ବାସ୍ତବରେ ବାସ୍ତବିକତା ପ୍ରକୃତ ଈଶ୍ୱରଙ୍କୁ ଖୋଜୁଅଛି ୟା ଜାଣୁଅଛି, ସେହି ଲୋକ ହିଁ ଯୀଶୁଖ୍ରୀଷ୍ଟଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରିବ। ସେଥିପାଇଁ ଆମମାନଙ୍କର ବଳ ହେଉଛି କେବଳ ପ୍ରାର୍ଥନା। ସେଇ ରକ୍ତ, ସେଇ ଯୀଶୁ ଯିଏ ଜୀବନ୍ତ ଅଛନ୍ତି, ସେଇ ରକ୍ତରେ ସେଇ ଶକ୍ତି ଅଛି ସମସ୍ତ ଦିଆବଳ ଶକ୍ତିକୁ ଖଣ୍ଡ ଖଣ୍ଡ କରିବାର। ଆଉ ସେଇ ଯୀଶୁଙ୍କ ନାମରେ ସେଇ ପରାକ୍ରମ ଅଛି ସମସ୍ତ ଶୈତାନର ନାହୁଡ଼, ଶୈତାନର ବଳକୁ ଛିନ୍ନ ଭିନ୍ନ କରିବାର। ସେଥିପାଇଁ ଆମେ ବିଶ୍ୱାସ କରିବା, ପ୍ରାର୍ଥନା ସହକାରେ ଆମେ ଆଗକୁ ବଢ଼ିବା। ଯୀଶୁ ଆମମାନଙ୍କର ସହବର୍ତ୍ତୀ ହେବେ, ପବିତ୍ର ଆତ୍ମା ଆମମାନଙ୍କର ସହବର୍ତ୍ତୀ ହେବେ, ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରିବେ ଯୀଶୁଙ୍କ ପଥରେ ଚାଲିବା ପାଇଁ। ଆମ୍ଭେମାନେ ଯେଉଁ ପରିସ୍ଥିତିରେ ଥାଉ କାହିଁକି, ଯାହା ବି ହଉ ଆମମାନଙ୍କର ପରିସ୍ଥିତି, ପ୍ରଭୁ ଆମମାନଙ୍କର ରକ୍ଷାକର୍ତ୍ତା ଅଟନ୍ତି, ସେ ଆମମାନଙ୍କର ଉଦ୍ଧାରକର୍ତ୍ତା ଅଟନ୍ତି, ସେ ଆମମାନଙ୍କର ପାପ କ୍ଷମାକାରୀ ପରମେଶ୍ୱର ଅଟନ୍ତି। ସେ ପାପୀମାନଙ୍କୁ ରକ୍ଷା କରିବା ନିମନ୍ତେ ହିଁ ଆସିଲେ। ପାପୀମାନଙ୍କୁ ରକ୍ଷା କରିବା ନିମନ୍ତେ ନିଜର ଜୀବନକୁ ସେ କ୍ରୁଶରେ ଦେଇଅଛନ୍ତି। ସେଥିପାଇଁ
ଆମମାନଙ୍କର ପାପ ଦୁଷ୍ଟତା ଯାହା ବି ହଉ ଆମମାନେ ହୃଦୟ ସହିତ ହୃଦୟ ଖୋଲିକି ପ୍ରଭୁଙ୍କ ଠାରେ ଆମମାନେ କହିବା, ଆଉ ପ୍ରଭୁ ଆମ୍ଭମାନଙ୍କୁ ଆମମାନଙ୍କର ପାପରୁ ମୁକ୍ତ କରିବେ ଆଉ ରକ୍ଷା କରିବେ। ଆଉ ଆମେ ଚେଷ୍ଟା କରିବା ଯାହାମାନେ କରୁଅଛୁ ସମାଜ ମଧ୍ୟରେ ସେ ସମସ୍ତ ପରିତ୍ୟାଗ କରି ପ୍ରଭୁଙ୍କ ରାସ୍ତାରେ ଚାଲିବା ପାଇଁ, ଉତ୍ତମ ରାସ୍ତାରେ ଚାଲିବା ପାଇଁ ଏହା ମାନଙ୍କର ସଦା ସର୍ବଦା ଲକ୍ଷ୍ୟ ହଉ। ଆଉ ପ୍ରଭୁଙ୍କର ଅନୁଗ୍ରହ ଶାନ୍ତି ଆମ୍ଭମାନଙ୍କ ସହିତ ବାସ କରୁ। ଆମେନ୍। ପ୍ରେଜ୍ ଦ ଲର୍ଡ ଜିସସ୍।